ମୋର ଆନ୍ତରିକତା ଭଲ ପାଇବା ନମସ୍କାର। ଆଜି ଏହି ସଭାରେ ମୋର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କର ବହୁମୂଲ୍ୟ ସମୟ ଦେଇକି ଆସିକି ଏଠି ଯୋଗ ଦେଇଥିବାରୁ ତାଙ୍କୁ ବି ମୋର ଭକ୍ତିପୂର୍ଣ୍ଣ ସାଧୁ ଏତିକି କହିକି ମୋର ବକ୍ତବ୍ୟ ଶେଷ କରୁଛି। ଏବେ ଆମେ କାର୍ଯ୍ୟକ୍ରମ ଆଗେଇ ଯାଉ କେତେକ ପିଲାମାନଙ୍କ କିଞ୍ଚିତ ସ୍ମୃତି ଚାରଣ କଲେ ବହୁତ ପିଲାମାନେ କଲେ ନାହିଁ। ବେଳେବେଳେ ପଢ଼ିବାର ଟିକେ ସମସ୍ୟା ଥାଏ ତେଣୁ ମୁଁ 2-3 ଜଣ କହିଲେ ଭଲ କହିଲେ। ବର୍ତ୍ତମାନ ପାଳି ହେଉଛି ଯେ ସାର୍ମାନଙ୍କୁ ଯେଉଁମାନେ ଆମକୁ ମଣିଷ କରିବାରେ ସାହାଯ୍ୟ କରିଛନ୍ତି ବୋଲି ତମେ କିଛି ସମୟ ପୂର୍ବରୁ ବକ୍ତବ୍ୟରେ ରଖିଥିଲ, ମୁଁ ଆରମ୍ଭ କରୁଛି ସେପଟରୁ ମୋର ବାମଠୁ और अति प्रिय मैडम जे दीदी भी को भावुली अनुरोध करुचे से दुई वार्ता रखे पिला तृतीय अर्थात शेष दिवस प्रचंड ग्रीष्म प्रभाव एवं एक प्रतिकूल परिस्थिति आम विद्यालय पुरातन छात्र छात्री 2006 बैचर पिला द्वारा आयोजित बंधु मिलन उत्सव उपस्थित आम समस्त शिक्षक बंधु तथा सर वर्तमान पुलिस शिक्षक पटुआ सर आम प्रिय अनु भाई अक्षय सर आउ वर्तमान विद्यालय प्रधान शिक्षक सदस्य पूर्वतन प्रधान शिक्षक प्रिय महेंद्र सर सर पूर्वतन हिंदी सर तथा जैन सर एवं पंडित महाशय शिक्षक सुकन सर समस्त मोर अभिनंदन रजर शुभेच्छा। जहाँ दीर्घ 18 वर्ष पर बैचर पिलाने आज एक दिन मिलन बंधु मिलन एक उत्सव आम डाक मुझे आंतरिक धन्यवाद जनाऊँगी एवं यही माध्यम आज आम समस्ते आम पुरातन शिक्षक बंधु मान सहित एक साक्षात्कार होगी जहाँ आम कोचिंग क्लास बाटर घाटे देखिपार किंतु एमती एकाठी होकर गोटे मंच समस्ते आसिका केवल तुम मान द्वारा संभव हो पारी जहाँ मु अनुभव करुँच किसी पिला अनुपस्थित अच्छा कारण निश्चित दूर रही कार्यव्यस्तता भितर आसपारी थे कि आमको तुम जो आकर्षण जे दीर्घ दिन धरिक तुमको देखी ना आमर प्रिय छात्र छात्री जो आम मनीष करने निज हाथ में सब निहाण धरी था से आम के एकाठी हमार सुजोग पाऊ हाथ छड़ा करने चाहूना कारण मुझे आज रज शेष रज निश्चित रूप बहुत कार्यव्यस्तता सत्वे मन जो मना भी करी जापारि मत बहुत कार्य अच्छे बुलाइवाई कि पुणी से काली सन्ध्या मत फोन कर माने रही पारि ना जहाँ भी हो काम छाड़ी पुओ को कह जहाँ मत छाड़ी मत नहीं जा मुझे बड़ा स्कूल मुझे पे स्नेह ममता श्रद्धा मान अच्छी निश्चित रूपे कारण तुम मान आम मनीष करने हाथ में तैयारी तुम मैंने जो बड़
ବି ନିଶ୍ଚିତ ରୂପେ ଚାହିଁଛ। ତେଣୁ ଏଇ ବନ୍ଧୁମାନେ ଖାଲି ଆମେ ଯେ ଗୋଟିଏ ଥର ସାକ୍ଷାତକାର ହେଇଯିବା, ପରସ୍ପର ଭିତରେ ନିଜର ସମସ୍ତ ସୁଖ ଦୁଃଖକୁ ବାଣ୍ଟିବା ତାହା ନୁହଁ, ପରସ୍ପର ସହିତ ସବୁବେଳେ ସମ୍ପର୍କିତ ହୋଇକି ରହିବା ଦରକାର। ଏଇ ମନୋଜ କହିଲା କୋଉ ସାଙ୍ଗ ତମର ଅସୁସ୍ଥ ହେଇଛି ରୋଗମୁଦ୍ରା, ତେଣୁ ନିଶ୍ଚିତ ରୂପେ ତମମାନେ ଯଦି ସେ ଦେଖିବ, ତମର ସ୍ୱଳ୍ପ କିଛି ସାହାଯ୍ୟ ମଧ୍ୟ ଯଦି ସେ ପାଇବ ବହୁତ ଖୁସି ହେବ। ତେଣୁ ଏମିତି ଆମ ଭିତରେ ଏକ ବନ୍ଧୁଭାବାପନ୍ନ ନୀତି ରହୁ, ଯେକି ଆମେ ପରସ୍ପରକୁ କାହା ବିପଦ ଆପଦ ସମୟରେ କିଛି ସାହାଯ୍ୟ କରିପାରିବା ନ କରିପାରେ, କିନ୍ତୁ ଦେଖା ସାକ୍ଷାତ ବହୁତ ବଡ଼ କଥା। ଟିକେ ଦେଖିଦେଲେ ତା ଭିତରେ ଅନେକ ଉତ୍ସାହ ଆସିବ, ଆଉ ମଧ୍ୟ କିଛି ସୁସ୍ଥ ହେବାର ତାକୁ କିଛି ସାହାରା ମିଳିବ। ତେଣୁ ପିଲାମାନେ ଆଜି ତମମାନଙ୍କୁ ଦେଖି ମନେ ପଡୁଛି ସେ 18 ବର୍ଷ ତଳର କଥା। ସେ କେତେ ଟିକି ଛୋଟ ଥିଲା, ରଞ୍ଜିତା ଏଠି ଥିଲା, ପ୍ରଦ୍ୟୁମ୍ନ ଏଠି ଥିଲା, ସେ ସାଇଡରେ ବସୁଥିଲା। ସେମାନଙ୍କୁ ଦେଖିଲେ ବହୁତ ଖୁସି ଲାଗେ। ମନୋଜ ବି ଭାରି ଗମ୍ଭୀର, ଚୁପଚାପ, ବହୁତ କିନ୍ତୁ ଭଲ ମାନେ ଟ୍ରେନରେ ବସିଲେ ତାର କୌଣସି ଡିଷ୍ଟର୍ବାନ୍ସ ନଥାଏ। କେହି ବି ସମସ୍ତେ ସେମିତି ଭଲ ଥିଲେ, ହୁଏତ ଚପଳା ମିଳେ କେହି କେମିତି ଦୁଷ୍ଟାମି କରିଥାଇ ପାରନ୍ତି, କିନ୍ତୁ ଆଜି ଆମକୁ ସବୁ ଦେଖିଲେ ନିଶ୍ଚିତ ବଡ଼ ହେଇଯାଇଛ, ସେଇ ତମ ପଦବୀରେ ରହୁଛ। ଈଶ୍ୱର କରନ୍ତୁ ଆମେ ସମସ୍ତେ ସୁଖରେ ରୁହ, ସୁଖରେ ସଂସାର କର। ଏଇ ଆଉ ସମସ୍ତଙ୍କର ସୁସ୍ଥ ନିରାମୟ ଜୀବନ କାମନା କରୁଛି, ଆଶୀର୍ବାଦ କରୁଛି। ସେଇଭଳି ତୁମେ ସବୁବେଳେ ପ୍ରଫୁଲ୍ଲିତ ଥାଅ। ଆଉ ଦରକାର ସମୟରେ ଏମିତି ଏକାଠି ହେଇ ସାର୍ମାନେ ଆସୁଥିବା ନ ଆସୁଥିବା ମୁଁ ସେ କଥା କହିପାରିବିନି, ତଥାପି ତମେ ସମସ୍ତେ କେତେବେଳେ କେମିତି ଏକାଠି ହେଇକି କିଛି ଖୁସି ବାଣ୍ଟ ପରସ୍ପର ଭିତରେ, ଆଉ ସମୟ ତ ବଢ଼ି ଚାଲୁଛି, ତେଣୁ ସେଇ ସମୟକୁ